ଭାଙ୍ଗି ଚାଲିଗଲେ ବଣୁଆ ହାତୀପଲ। ଦୁଃଖ ପରେ ଦୁଃଖ, ସୁଖର ସଂସାର ପାଇଁ ଚିନ୍ତା କରୁଥିବା ନିରୀହ ମଣିଷଟିଏର ଦୁଃଖ କଷଣ କେଉଁ ପରିସ୍ଥିତିରେ ଯେ ଆସିଯାଏ ତାହା ସ୍ୱପ୍ନରେ ମଧ୍ୟ ଭାବି ନଥାଏ। କୌଣସି ମୁହୂର୍ତ୍ତରେ କୌଣସି ପରିସ୍ଥିତିରେ ଘର ସାମ୍ନାରେ ଛିଡ଼ା ହୋଇଯାଏ କଷଣ ଭରା ପ୍ରାଚୀର। ମନ୍ଦିର ଭାବି ଶାନ୍ତିରେ ଜୀବନ କାଟିବା ପାଇଁ ନିରୀହ ମଣିଷଟିଏ ତିଆରି କରିଥିବା ଛୋଟ ଘରଟିଏ ହଠାତ୍ ଭାଙ୍ଗିଯିବା ଦୃଶ୍ୟ ଯେ କେତେ ଦୁଃଖଦାୟକ ତାହା ନିରୀହ ମଣିଷଟିଏ ହିଁ ଅନୁଭବ କରିଥାଏ। ମାତିଛନ୍ତି ବଣୁଆ ହାତୀପଲ। ଖାଦ୍ୟର ଅଭାବରେ ପଡ଼ି ଗାଁ ମୁହାଁ ହୋଇ ଅନେକ ଘରଦ୍ୱାର ଭାଙ୍ଗି ଚାଲିଛନ୍ତି। ଘର ଭାଙ୍ଗି ଯାହା ସାଇତି ରଖିଥିବା ଖାଦ୍ୟଶସ୍ୟ ସିନା ହାତୀ ଖାଇ ଚାଲିଯାଏ, କିନ୍ତୁ ପିଲାଛୁଆ ପାଇଁ ବର୍ଷକର ଖାଦ୍ୟକୁ ସାଇତି ରଖିଥିବା ଖାଦ୍ୟକୁ ଖାଇଦେଇ ବାସହରା କରିଦେବା ଏକ ଦୁଃଖଦାୟକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ଗ୍ରାମ ପଞ୍ଚାୟତର ମାନପୁର ଗ୍ରାମରେ। ଗ୍ରାମର ସୁକଦେବ ମହାକୁଡ଼ଙ୍କ ଘର ଭାଙ୍ଗି 30 କିଲୋ ଚାଉଳ ଖାଇଦେବା ସହିତ ସଞ୍ଚିତ କରି ରଖିଥିବା ଧାନ ସବୁ ଖାଇଦେଇ ଏକ ଦୁଃଖ ଦରିଆ ମଧ୍ୟରେ ଠେଲି ଦେଇଛନ୍ତି ନିର୍ଦ୍ଦୟ ବଣୁଆ ହାତୀପଲ। ସେହି ଗ୍ରାମର ନବଘନ ମହାକୁଡ଼ ମଧ୍ୟ ବର୍ତ୍ତି ପାରିନାହାନ୍ତି ବଣୁଆ ହାତୀ ଦାଉରୁ। ତାଙ୍କ ଘର ଭାଙ୍ଗି କିଛି ଖାଇବା ପୂର୍ବରୁ ଗ୍ରାମବାସୀଙ୍କ ଦ୍ୱାରା ହାତୀପଲଙ୍କୁ ଘଉଡ଼ାଇ ଦେଇଥିଲେ, ଯାହାଫଳରେ ଘର ଭାଙ୍ଗି ହାତୀପଲ ଚାଲିଯାଇଥିଲେ। ଏମିତି ଏ ଅଞ୍ଚଳରେ ଅନେକ ଗ୍ରାମର ଅନେକ ପରିବାର ହାତୀ ଉପଦ୍ରବର ଶିକାର ହୋଇଛନ୍ତି। କିଏ ବାସହରା ହୋଇଛି ତ କିଏ ଖାଦ୍ୟହରା। ବଣୁଆ ହାତୀପଲ ଏ ଅଞ୍ଚଳରେ ଡେରା ପକାଇ ରହିଥିବା ଯୋଗୁଁ ଏ ଅଞ୍ଚଳରେ ହାତୀ ଭୟ ଗ୍ରାସ କରୁଛି। ଚାଷ ଜମିରୁ କେମିତି ଯେ ଚାଷ ଅମଳ କରି ଘରକୁ ଆଣିବେ ସେହି ଚିନ୍ତାରେ ଚାଷୀକୂଳ। ମନ ଭିତରେ କେବଳ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି, କେବେ ମିଳିବ ହାତୀ ଉପଦ୍ରବରୁ ମୁକ୍ତି? ପାଟଣାରୁ ଦେବାନନ୍ଦ ମହାନ୍ତଙ୍କ ରିପୋର୍ଟ, ଏବି ନ୍ୟୁଜ୍।